ଶୁଭାଯାଉଛି ସାର୍। ଜଳଦ ଦରିଦ୍ର ଠାରେ ହିଁ ବଦାନ୍ୟତାର ମହତ୍ଵ ବଢି ଉଠେ। ଏଣୁ ଦରିଦ୍ର ବନବାସୀ ମାନଙ୍କୁ ନିରାଶ ନ କରି ତୋର ବଦାନ୍ୟତା ସେମାନଙ୍କ ଠାରୁ ହିଁ ଆରମ୍ଭ କରିବୁ। ଏଠି ଲେଖକ କହିଛନ୍ତି, ମେଘକୁ କହିଛନ୍ତି ଦରିଦ୍ର ଠାରେ ହିଁ ବଦାନ୍ୟତାର ମହତ୍ଵ ବଢି ଉଠେ। ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଜନ୍ମଭୂମି ଥିଲା କଣ? ମୟୂରଭଞ୍ଜ ଥିଲା। ତେଣୁ ସେଠାକାର ଯୋଉ ଜନଜାତି ବନବାସୀଙ୍କ ଥିଲା ତାଙ୍କର ନିବିଡ଼ ସମ୍ପର୍କ। ତେଣୁ ଜଳଦକୁ ସେ ଅନୁରୋଧ କରିଛନ୍ତି। କଣ କରିଛନ୍ତି ନା ଦରିଦ୍ର ମାନଙ୍କୁ ଜଳଦାନ କରି ନିଜର ବଦାନ୍ୟତା ପରିପ୍ରକାଶ କରିବାକୁ ସେ କହିଛନ୍ତି। ଏଣୁ ଦାରିଦ୍ର୍ୟ ବନବାସୀ ମାନଙ୍କୁ ନିରାଶ ନ କରି ତୋର ବଦାନ୍ୟତା ସେମାନଙ୍କ ଠାରୁ ହିଁ କଣ କରିବୁ? ଆରମ୍ଭ କରିବୁ। ଟଙ୍କିଳ ଅନୁର୍ବର ଉଚ୍ଚାବଚ ଭୂମିରେ ନରନାରୀଙ୍କ ସ୍ୱେଦସିକ୍ତ ଶସ୍ୟ କ୍ଷେତ୍ରରେ ଶାଳିଧାନ୍ୟ ଆଜି ଆକାଶକୁ ଚାହିଁ ଧାଉଁଳୁଥିବ। ଟଙ୍କିଳ ଅର୍ଥ ହଉଛି ପାହାଡିଆ ଭୂମି, ଅନୁର୍ବର ଯାହା ଉର୍ବର ନୁହେଁ, ଉଚ୍ଚାବଚ ଯୋଉଟା କି ଖାଲ ଢିପ ଭୂମି, ଏସବୁ ଟଙ୍କିଳ, ଅନୁର୍ବର, ଉଚ୍ଚାବଚ ଭୂମିରେ ନରନାରୀଙ୍କ ସ୍ୱେଦସିକ୍ତ ଶସ୍ୟ କ୍ଷେତ୍ରରେ। ଏବେ ନରନାରୀ ମାନେ କଣ କରୁଛନ୍ତି ରେ? କୋଉ ଭୂମି କଣ ସବୁ ଗୁଡାକ କଣ ସମାନ ଭୂମି କି? କୋଉ ଭୂମି ଟଙ୍କିଳ ବା ପାହାଡିଆ ଭୂମି, କୋଉ ଭୂମି ଯୋଉଟା ଉର୍ବର ନୁହେଁ ଅନୁର୍ବର, କୋଉଟା ଖାଲ ଢିପ ଭୂମିରେ ନରନାରୀ ମାନେ ତାଙ୍କ ପରିଶ୍ରମ କରିକି ହେଲା ଶସ୍ୟ କ୍ଷେତ୍ରରେ ଶାଳି ଧାନ୍ୟ ବା ଧାନ ହେଲା ଯୋଉ ସେମାନେ ଚାଷ କରନ୍ତି, ସେଇ ଯୋଉ ଚାଷ କରିଥିବେ ଯଦି ବର୍ଷା ହେଇନଥିବ କଣ ହବ? ଆକାଶକୁ ଚାହିଁକି ସେମାନେ କଣ କରିଥିବ? ସେ ଧାନ ଗୁଡାକ ଝାଉଁଳିକି ଥିବ ନା ନାଇଁ? ସେଇଭଳି ଭାବରେ ଯୋଉ ଶସ୍ୟ କ୍ଷେତ୍ର ଶାଳି ଧାନ୍ୟ ଆଜି ଆକାଶକୁ ଚାହିଁ ଢାଳୁଥିବ। ତେଣୁ ତୁ କଣ କରିବୁ ନା ଏଇ ଯୋଉ ବନବାସୀ ମାନଙ୍କୁ ନିରାଶ ନ କରି ତୋର ବଦାନ୍ୟତା ସେମାନଙ୍କ ଠାରୁ ହିଁ ତୁ ଆରମ୍ଭ କରିବୁ। ଟଙ୍କିଳ ଅନୁର୍ବର ଉଚ୍ଚାବଚ ଭୂମିରେ ନରନାରୀଙ୍କ ସ୍ୱେଦସିକ୍ତ ଶସ୍ୟ କ୍ଷେତ୍ରରେ ଶାଳି ଧାନ୍ୟ ଆଜି ଆକାଶକୁ ଚାହିଁ ରହିଛି। ବନବାସୀ ମାନେ ଯୋଉ ଟଙ୍କିଳ ଅନୁର୍ବର ଭୂମିରେ ପରିଶ୍ରମ କରି ଫସଲ ଲଗାଇଥିଲେ ବି ଜଳ ଅଭାବରୁ ସେଗୁଡିକ କଣ ହଉଛି? ଝାଉଁଳି ଯାଉଛି, ଆକାଶକୁ ଚାହିଁ ଝାଉଁଳି ଯାଉଛି। ତେଣୁ ପ୍ରାବନ୍ଧିକ ଏଠି କହିଛନ୍ତି ସେହି ଶସ୍ୟକୁ କଣ କରୁଛୁ? ତୁଳନା କରିଛନ୍ତି କାହା ସହିତ? ନା ଯେପରି ରୋଗ ଶଯ୍ୟାୟିତ ପୁତ୍ର କନ୍ୟାକୁ ଦେଖି ପିତା ମାତାଙ୍କ ମନ ଯେପରି ଆତଙ୍କରେ ଥରି ଉଠେ, ଶାଳି କ୍ଷେତ୍ର ଦେଖି ବନବାସୀ ମାନଙ୍କ ମନ ଆଜି ସେହିପରି ଥରି ଉଠୁଥିବ। ବୁଝିପାରୁଛ? ଏଇଟା ରୋଗ ଶଯ୍ୟାୟିତ ପୁତ୍ର କନ୍ୟାକୁ ଦେଖି ପିତାମାତାଙ୍କ ମନ ଯେପରି ଆତଙ୍କରେ ଥରି ଉଠେ। ବୁଝା ପଡୁଛି? ହଁ ସାର୍। ଯେମିତି ଗୋଟେ ତାର ପୁଅ ହଉ କି ଝିଅ ହଉ, ସେ ପୁଅ ଝିଅକୁ କିଛି ରୋଗ ହେଇଯାଇଛି, ପିତା ମାତାଙ୍କ ମନ କିପରି ଥିବ? ଆତଙ୍କରେ ଥରି ଉଠୁଥିବ। ସେଇଭଳି ଭାବରେ ଶାଳି କ୍ଷେତ୍ର ଦେଖି ବା ଧାନ କ୍ଷେତ୍ର, ଶାଳି କ୍ଷେତ୍ର ଅର୍ଥ ଧାନ କ୍ଷେତ୍ର, ଧାନ କ୍ଷେତ୍ର ଦେଖି ବନବାସୀ ମାନଙ୍କ ମନ ଆଜି ସେହିପରି ଥରି ଉଠୁଥିବ। ଯଦି ଏତେ ସେମାନେ କଣ କରନ୍ତି? ସେମାନେ ଭୂମିରେ ପରିଶ୍ରମ କରି ଫସଲ ଲଗାଇଥିବେ, ଯଦି ଜଳ ଯଦି ପଡିବନି, ବର୍ଷା ଯଦି ହବନି, କଣ ହେବ? ଆଉ ସେ ଫସଲ ହବ କି? ନଷ୍ଟ ହେଇଯିବ। ତେଣୁ ସେମାନେ କଣ କରିଛନ୍ତି ନା କବି ଏଇଠି ତୁଳନା କରିଛନ୍ତି ରୋଗ ଶଯ୍ୟାୟିତ ପୁତ୍ର କନ୍ୟାକୁ ଦେଖି ପିତାମାତାଙ୍କ ମନ ଯେପରି ଆତଙ୍କରେ ଥରି ଉଠେ, ଶାଳି କ୍ଷେତ୍ର ବା ଧାନ କ୍ଷେତ୍ର ଦେଖି ବନବାସୀ ମାନଙ୍କ ମନ ଆଜି ସେହିପରି ଥରି ଉଠୁଥିବ। ନିଘଞ୍ଚ ବନ ମଧ୍ୟରେ ଏମାନଙ୍କ ବାସଭୂମି ମଧ୍ୟ ତୁ ସହଜରେ ଖୋଜି ପାଇବୁ ନାହିଁ। ଗୋପଲର ଗଳଘଣ୍ଟି ବା ଗୋପଲର ଗଳଘଣ୍ଟି ଜାଣିଛ? ଗୋପଲର ଗଳଘଣ୍ଟି କଣ କହିଲ?
कौन रे गोपलर गल घंटी जानिଛ ନା ନାଇଁ କହୁନ ହଁ କି ନାଇଁ ନାଇଁ ସାର୍। ଗୋପଲର ଗଳ ଘଣ୍ଟି ମାନେ ଦେଖ ଯୋଉ ଗୋପଲ ମାନେ ଗାଈ ମାନେ ଯେତେବେଳେ ସନ୍ଧ୍ୟାରେ ଯାଆନ୍ତି ତାଙ୍କର ଗଳାରେ ଗୋଟେ ଘଣ୍ଟି ଲାଗିଥାଏ ଦେଖିଛ ନା ନାଇଁ ବା ଗୋପଲର ପଲର ଅର୍ଥ ଟିପା ଟିପା ଗୋଟେ ତାଙ୍କର ସେ ଗଳାରେ ଗୋଟେ ଘଣ୍ଟିଟେ ଲାଗିଥିବ ଗୋଟେ ଟିପା ଲାଗିଥିବ ସେଟା କଣ ହଉଥିବ ଠକ ଠକ ହଉଥିବ ଦେଖିଥିବ ନାଇଁ ବା ହଁ ଗୋପାଳର ସାର୍ ବେଣୁ ଦେଖିଛି। ଶୂନ ବା ଗୋପାଳର ବେଣୁ ଶୂନ୍ୟ ବା ବଂଶୀର ସ୍ୱର ଶୁଣି କିମ୍ବା କୁଟୀରରୁ ଉଦ୍ଗତ କୁଣ୍ଡଳୀଭୂତ ଧୂମ ଦେଖି ଗ୍ରାମ ସୀମା ତୁ ଜାଣିପାରିବୁ କୁଟରୀରୁ ଉଦ୍ଗତ କୁଣ୍ଡଳୀଭୂତ ଧୂମ କଣ ସେଟା ଯୋଉ ଚାଳ ଘର କୁଟରୀ ଗୋଟେ ଚାଳ ଘରରେ ଗୋଟେ ନାରୀ କଣ କରୁଥିବ ରୋଷେଇ କରୁଥିବ ରୋଷେଇ କଲେ କଣ ହବ ସେ ଧୂଆଁ ଗୁଡାକ ଉପରକୁ ଆସିଥିବ ନା ନାଇଁ କୁଣ୍ଡଳୀଭୂତ ହଁ ଧୂମ ସେଇଭଳି ଦେଖି ତୁ ଗ୍ରାମ ସୀମା ଜାଣିପାରିବୁ ଅଥବା ଯଦି ତୋର ଭାଗ୍ୟରେ ଥାଏ ତେବେ ସଂକୀର୍ଣ୍ଣ ପଥରେ ଶ୍ରେଣୀବଦ୍ଧ ନରନାରୀଙ୍କ ପ୍ରବାହଟିଏ ତୋ ଆଖିରେ ପଡିଯିବ ଅଗ୍ରସର ନବଯୁବକ ମାନଙ୍କ ବେଣୁସ୍ୱନର ଅନୁକୃତିରେ ଲଳନା କଣ୍ଠର ଐକତାନିକ ଲଳିତ ସ୍ୱରରେ ବନଭୂମିକୁ ଭସାଇ ଏମାନେ ନିର୍ଝର ପରି ଗତି କରି ଚାଲୁଥିବେ ନବଘନ ତୁ ଦେଖିବୁ ହେଲେ କଣ ହେଲା ଏଠି ନା ଗୋପଲର ଗଳଘଣ୍ଟି ବା ଗୋପାଳର ବେଣୁଶୂନ ଗୋରୁ ଗାଈ ମାନଙ୍କର ଗଳଘଣ୍ଟି ଆଉ ଗୋପାଳର ବଂଶୀର ସ୍ୱର ଶୁଣି କିମ୍ବା କୁଟୀରରୁ ଉଦ୍ଗତ କୁଣ୍ଡଳୀଭୂତ ଧୂମ ଦେଖି କୁଟୀରରୁ ଯୋଉ ଉଦ୍ଗତ ହଉଛି କୁଣ୍ଡଳୀ ଭଳି ଭୂତ ଧୂମ ବା ଧୂଆଁ ଦେଖି ତୁ ଗ୍ରାମ ସୀମା ତୁ ଜାଣିପାରିବୁ ଅଥବା ଯଦି ତୋର ଭାଗ୍ୟରେ ଥାଏ ତେବେ ସଂକୀର୍ଣ୍ଣ ପଥରେ ଶ୍ରେଣୀବଦ୍ଧ ନରନାରୀ ମାନଙ୍କ ପ୍ରଭାଟିଏ ତୋ ଆଖିରେ ପଡିଯିବ ମାନେ ତୁ ଯେତେବେଳେ ତୋର ଭାଗ୍ୟରେ ଯଦି ଥିବ ତେବେ ସଂକୀର୍ଣ୍ଣ ପଥରେ ଶ୍ରେଣୀବଦ୍ଧ ନରନାରୀଙ୍କ ପ୍ରବାହ ଟିକେ ତୋ ଆଖିରେ ପଡିଯିବ କଣ ପଡିଯିବ ଅଗ୍ରସର ନବଯୁବକ ମାନଙ୍କ ବେଣୁସନ ଅଗ୍ରସର ନବଯୁବକ ମାନଙ୍କର ବଂଶୀର ସ୍ୱର ଅନୁକୃତିରେ ଲଳନା କଣ୍ଠରେ କଣ ନାରୀ କଣ୍ଠ ହେଲା ଐକତାନିକ ଅର୍ଥ କଣ ଗୋଟିଏ ସ୍ୱର ହେଲା ଏଇ ଯୋଉ ଲଳନା କଣ୍ଠରେ ଏଇ ଯୋଉ ନବଯୁବକ ମାନଙ୍କ ବେଣୁସନ ଅନୁକୃତିରେ ଲଳନା କଣ୍ଠର ଏଇ ଯୋଉ ନାରୀ କଣ୍ଠ ହେଲା ନାରୀ ମାନେ କଣ କରନ୍ତି ହେଲା ଗୋଟିଏ ସ୍ୱରରେ ହେଲା ଲଳିତ ସ୍ୱରରେ ବା ସ୍ତ୍ରୀ ନୃତ୍ୟ ମାନେ କଣ କରନ୍ତି ସେଇ ଯୋଉ ସ୍ୱରରେ ବନଭୂମିକୁ ଭସାଇ ଏମାନେ ନିର୍ଝର ପରି ଗତି କରି ଚାଲୁଥିବେ ନିର୍ଝର ଅର୍ଥ ଝରଣା ପରି ଏମାନେ କଣ କରନ୍ତି ନା ଅଗ୍ରସର ନବଯୁବକ ମାନଙ୍କ ବେଣୁସନ ଅନୁକୃତିରେ ଲଳନା କଣ୍ଠର ଐକତାନିକ ଲଳିତ ସ୍ୱରରେ ଏମାନେ ଏଇ ଯୋଉ ନାରୀ ମାନେ ଗୀତ ଗାଇ ହେଲା ବା ନୃତ୍ୟ କରି କଣ କରନ୍ତି ବନଭୂମିକୁ ଭସାଇ ଏମାନେ ନିର୍ଝର ପରି ଗତି କରି ଚାଲୁଥିବେ ନବଘନ ବା ନୂଆ ମେଘ ତୁ ଦେଖି ଜାଣିବୁ ଯେ ଏହି ନାରୀ ମାନେ କୁଜିହଂସୀ ଠାରୁ ଗତି ଚୋରି କରନ୍ତି ନାହିଁ କିମ୍ବା ମଦାଳସା ହୋଇ ମାତଙ୍ଗିନୀ ପରି ଚାଲନ୍ତି ନାହିଁ କଣ କରନ୍ତି ନା ନବଘନ ମେଘକୁ ଏଠି କହିଛନ୍ତି ପ୍ରାବନ୍ଧିକ କଣ କରି କହିଛନ୍ତି ତୁ ଦେଖି ସେଇ ଯୋଉ ବନଭୂମିରେ ବନରେ ସେ ଯୋଉ ତୁ ନାରୀ ମାନଙ୍କୁ ଯୋଉ ଦେଖିବୁ ତୁ ଦେଖି ଜାଣିବୁ ଯେ ଏହି ନାରୀ ମାନେ କୁଜିହଂସୀ ଠାରୁ ଗତି ଚୋରି କରନ୍ତି ନାହିଁ କୁଜିହଂସୀ କିଏ ଏକ ପ୍ରକାର ଗୋଟେ ସେ ହଉଛି ଗୋଟେ ପ୍ରଜାତିର ହଂସୀ ହେଲା ହଂସ ଏଇ ଯୋଉ ନାରୀ ମାନେ କୁଜିହଂସୀ ଠାରୁ ଗତି ଚୋରି କରନ୍ତି ନାହିଁ ମାଦଳାସା ହୋଇ ମାତଙ୍ଗିନୀ ପରି ଚାଲନ୍ତି ନାହିଁ ମାଦଳାସା ହୋଇ ବା ଅଳସୁଆ ହୋଇ ବା ବିଭୋର ହୋଇ ମାତଙ୍ଗିନୀ ପରି ମାତଙ୍ଗିନୀ ଅର୍ଥ ହାତୀ ହସ୍ତିନୀ ଭଳି ଏମାନେ କୁଜିହଂସୀ ଠାରୁ ଗତି ଚୋରି କରନ୍ତି ନାହିଁ କିମ୍ବା ମଦାଳସା ହୋଇ ବା ବିଭୋର ହୋଇ ଅଳସଯୁକ୍ତ ହୋଇ ମାତଙ୍ଗିନୀ ପରି ବା ହାତୀ ଭଳି ବା ହସ୍ତିନୀ ପରି ଏମାନେ ଚାଲନ୍ତି ନାହିଁ
ଏଇଟା କଣ କରୁଛନ୍ତି ନା ପ୍ରାବନ୍ଧିକ ଏଇଟେ ଯୁବତୀ ମାନଙ୍କର ରୂପ ଶୋଭାକୁ ବର୍ଣ୍ଣନା କରିଛନ୍ତି। ସେଇ ଯୋଉ ବନବାସ ସେ ଯୋଉ ବନବାସରେ ସେ ଯୋଉ ବଣରେ ବସବାସ ଯୋଉ କରୁଛନ୍ତି ନାରୀ ମାନେ ହେଲା, ସେଇ ନାରୀ ମାନଙ୍କର କଣ କରିଛନ୍ତି ରୂପ ଶୋଭାକୁ ଏଇଟା ବର୍ଣ୍ଣନା କରିଛନ୍ତି କବି ହେଲା। କଣ କରିଛନ୍ତି ନା ସେମାନେ କୁଜିହଂସି ଠାରୁ ଗତି ଚୋରି କରନ୍ତି ନାହିଁ, କିମ୍ବା ବିଭୋର ହୁଅନ୍ତି ନାହିଁ, କିମ୍ବା ସେମାନେ ଆଳସ୍ୟ ନୁହନ୍ତି, ଆଉ ମାତଙ୍ଗିନୀ ପରି ବା ହସ୍ତିନୀ ପରି ହେଲା ସେମାନେ ଚାଲନ୍ତି ନାହିଁ, କିମ୍ବା କୁସୁମ କୋମଳ ପଦରେ ଅଳକ୍ତକ୍ତ ବୋଳନ୍ତି ନାହିଁ। ସେମାନେ କଣ କରନ୍ତି ନାହିଁ? କୁସୁମ କୋମଳ ପଦରେ ଅଳକ୍ତକ୍ତ ବୋଳନ୍ତି ନାହିଁ। ଅଳତକ୍ତ କଣ? ଅଳତା। କଣରେ? ଅଳତା। ସେମାନେ ପାଦରେ ଅଳତା ବୋଳନ୍ତି ନାହିଁ, କିମ୍ବା ଜବାଧାରରେ ରକ୍ତରାଗ ରଞ୍ଜନ୍ତି ନାହିଁ। ଜବଧାରରେ କଣ? ଜବଧାରରେ ବା ଲାଲ ରଙ୍ଗର ଓଠରେ ହେଲା। ଜବାଧାରରେ କହିଲେ ଲାଲ ରଙ୍ଗର ଓଠରେ ସେଇ ଯୋଉ ନାରୀ ମାନେ ହେଲା, ସେଇ ଯୋଉ ବନବାସୀ ମାନେ ହେଲା, ସେଇ ଯୋଉ ନାରୀ ମାନେ କଣ କରନ୍ତି ନାହିଁ? ତାଙ୍କ ପାଦରେ ଅଳତା ବୋଳନ୍ତି ନାହିଁ, ଆଉ ଜବାଧାରରେ ବା ଲାଲ ରଙ୍ଗର ଓଠରେ ରକ୍ତରାଗ ରଞ୍ଜନ୍ତି ନାହିଁ, ବା ସେ ଯୋଉ ଓଠରେ କିଛି ଲଗାନ୍ତି ନାହିଁ। ବୁଝା ପଡୁଛି? ଏଇଠାରେ କଣ କରିଛନ୍ତି ପ୍ରାବନ୍ଧିକ ଏଇ ଯୋଉ ସେଠାକାର ଯୁବତୀ ମାନଙ୍କର ରୂପ ଶୋଭାକୁ ପ୍ରକୃତି ସହିତ ନିଜ ନାଇଁ ଯୁବତୀ ମାନଙ୍କର ରୂପ ଶୋଭାକୁ ଏଠି ବର୍ଣ୍ଣନା କରିବାକୁ ଭୁଲି ନାହାନ୍ତି। କାରଣ ସେହି ଯୁବତୀ ମାନେ କେବଳ ଆକର୍ଷଣୀୟ ନୁହନ୍ତି, ସେମାନେ ମଧ୍ୟ ପରିଶ୍ରମୀ। ପ୍ରକୃତି ସହିତ ନିଜକୁ ମିଶାଇ ସେମାନେ ବଞ୍ଚିବାର ଉପାଦାନ ସଂଗ୍ରହ କରନ୍ତି। ମେଘ ବର୍ଷାକୁ ସେମାନଙ୍କର ଖାତିର ନଥାଏ, ବରଂ ବର୍ଷା ସାଙ୍ଗରେ ତାଳ ମିଳାଇ ସେମାନେ ଚାଷ କାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତି ହେଲା। ସେମାନେ ସୁସ୍ଥ ସବଳ ଓ ସୁବଳିତ ତନୁଲତାରେ ସୁବଳିତ ତନୁଲତାରେ ବନପୁଷ୍ପ ଭରା ଗଭୀର ଶୋଭା ଧାରଣ କରି ଏମାନେ ସଂକୀର୍ଣ୍ଣ ବନ୍ଧୁର କର୍କଶ ଉରଗ କୁଟିଳ ଗିରିପଥକୁ ହାସ୍ୟ ଓ ସଙ୍ଗୀତରେ ମୁଖର କରି ନିର୍ଝରିଣୀ ପରି ଗତି କରି ଚାଲନ୍ତି। ସେଇ ଯୋଉ ବନବାସୀ ମାନେ ନାରୀ ମାନେ କଣ? ସେମାନେ ହଉଛନ୍ତି ସୁସ୍ଥ, ସେମାନେ ସବଳ ଓ ସୁବଳିତ ତନୁଲତାରେ ତାଙ୍କର ଦେହ ହେଲା ସୁସ୍ଥ ସବଳ, ଆଉ କଣ କରନ୍ତି? ତନୁଲତାରେ ବନପୁଷ୍ପ ଭରା ଗଭାର ଶୋଭା ଧାରଣ କରି ତନୁଲତାରେ, ତନୁଲତା କଣରେ? ଦେହରେ ହେଲା। ତନୁଲତା ଅର୍ଥ, ତନୁ ଅର୍ଥ ଦେହ। କଣ କରନ୍ତି? ବନପୁଷ୍ପ ଭରା ଗଭାର ଶୋଭା ଧାରଣ କରି, ବନପୁଷ୍ପ ଭରା ଯୋଉ ବଣରେ ଯୋଉ ସେମାନେ ଯୋଉ ବଣରୁ ଯୋଉ ଫୁଲ ଆଣନ୍ତି, କଣ କରନ୍ତି? ବନପୁଷ୍ପ ଭରା ଗଭାର ଫୁଲରେ ସେମାନେ ଏଇ ଯୋଉ ବନପୁଷ୍ପ ଭରା ଏଇ ଯୋଉ ବଣରୁ ସେମାନଙ୍କର ଯୋଉ ଫୁଲ ସଂଗ୍ରହ କରନ୍ତି, ସେ ଫୁଲ କଣ କରନ୍ତି? ସେଇ ଯୋଉ ବନପୁଷ୍ପ ଭରା ଗଭାର, ଗଭା କଣରେ? ଗଭାର ଗଭା କଣ? ଆରେ ତମାନେ ଫୁଲ ଫୁଲ କଣ କର ତମେ? କେଶରେ ସଜାଡିକି ଲଗାଅନି? ଗଭା କରନି? ବା ଫୁଲରେ ସଜା ଯାଇଥିବା କେଶ ବା ଜୁଡା, ବୁଝିପାରୁଛ ହେଲା। ସେଇ ଯୋଉ ଫୁଲରେ ଯୋଉ ସଜା ଯାଇଥିବା କେଶ ବା ବନପୁଷ୍ପ ଭରା ଗଭାର ଶୋଭା ସେମାନେ ଧାରଣ କରି ଏମାନେ ସଂକୀର୍ଣ୍ଣ ବନ୍ଧୁର କର୍କଶ ଓ ଉରଗ କୁଟିଳ ଅର୍ଥ ହଉଛି ସର୍ପ ପରି ବକ୍ରାକାର ଗିରିପଥକୁ, ପର୍ବତ ପଥକୁ ହାସ୍ୟ ଓ ସଙ୍ଗୀତରେ ମୁଖର କରି ଝରଣା ପରି ଗତି କରି ଏମାନେ ଚାଲନ୍ତି। ଇଏ ହଉଛି ସେଇ ଯୋଉ ବନବାସୀ ମାନଙ୍କର ହେଲା, ବନବାସୀ ମାନଙ୍କର ପ୍ରାବନ୍ଧିକ ଏଠି ତାଙ୍କ ରୂପ ଶୋଭାକୁ ବର୍ଣ୍ଣନା କରିଛନ୍ତି ହେଲା।
କାରଣ ସେହି ଯୁବତୀ ମାନେ କେବଳ ଆକର୍ଷଣୀୟ ନୁହନ୍ତି, ସେମାନେ ମଧ୍ୟ ପରିଶ୍ରମୀ। ପ୍ରକୃତି ସହିତ ନିଜକୁ ମିଶାଇ ସେମାନେ ବଞ୍ଚିବାର ଉପାଦାନ ସଂଗ୍ରହ କରନ୍ତି। ମେଘ ବର୍ଷାକୁ ସେମାନଙ୍କର ଖାତିର ନଥାଏ, ବରଂ ବର୍ଷା ସାଙ୍ଗରେ ତାଳ ମିଳାଇ ସେମାନେ ଚାଷ କାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତି। ଆଉ ଏସବୁ ଯୋଉ କଥା ଯୋଉ କହିଲି ତାଙ୍କର ଯୁବତୀ ମାନଙ୍କର ରୂପ ଶୋଭାକୁ ଏଇଟା କବି ବର୍ଣ୍ଣନା କରିଛନ୍ତି। ବାରିବାହ ଏ ସମସ୍ତେ ତୋର ବାନ୍ଧବୀ। ଏଇ ଯୋଉ ନାରୀ ମାନେ ହେଲା ବାରିବାହର କଣ ବାନ୍ଧବୀ, ସାଙ୍ଗୀ। ତୋର ଗୁରୁ ଗମ୍ଭୀର ଗର୍ଜନରେ ଭୀତା ହୋଇ ଏମାନେ ଆଲିଙ୍ଗନ ପାଇଁ ପୁରୁଷ ପାଖକୁ ପଳାନ୍ତି ନାହିଁ। ଏଇ ଯୋଉ ନାରୀ ମାନେ ତୋର ବାରିବାହର ମେଘର ଗୁରୁ ଗମ୍ଭୀର ଗର୍ଜନରେ ଭୀତା ହୋଇ ବା ଭୟ ହୋଇ ଏମାନେ ଆଲିଙ୍ଗନ ପାଇଁ ପୁରୁଷ ପାଶକୁ ପଳାନ୍ତି ନାହିଁ। ବର୍ଷା ଆସିବ, ମେଘ ଆସିବ, ଗୁରୁ ଗମ୍ଭୀର ଆସିବ, ଗର୍ଜନ ଭୟ ଲାଗିବ। ଭୟ ଲାଗିଲେ କଣ ହବ ନା ପୁରୁଷ ପାଶକୁ ପଳାନ୍ତି, କିନ୍ତୁ ଏମାନେ ସେଇଭଳି ନାହାନ୍ତି, ଆଲିଙ୍ଗନ ପାଇଁ ପୁରୁଷ ପାଶକୁ ପଳାନ୍ତି ନାହିଁ। ଅବିରତ ବୃଷ୍ଟିପାତ ମଧ୍ୟରେ ବନସ୍ପତି ପରି ରହି ଶସ୍ୟ କ୍ଷେତ୍ର କର୍ମରତ ରହନ୍ତି। ଏମାନେ କଣ କରନ୍ତି ନା ଅବିରତ ବିରତି ନ ରହି ବୃଷ୍ଟିପାତ ମଧ୍ୟରେ କଣ କରନ୍ତି, ବନସ୍ପତି ପରି ଶସ୍ୟ କ୍ଷେତ୍ରରେ ନିଜକୁ ମାନେ କର୍ମରତ ରହନ୍ତି। ଶସ୍ୟ କ୍ଷେତ୍ରରେ ଏମାନେ କାମ କରନ୍ତି। ହେଲା, ମେଘ ବର୍ଷାକୁ ସେମାନଙ୍କର ଖାତିର ନଥାଏ। ହେଲା, ବର୍ଷା ସାଙ୍ଗରେ ତାଳ ମିଳାଇ ସେମାନେ ଚାଷ କାର୍ଯ୍ୟରେ ନିୟୋଜିତ ରହିଥାନ୍ତି ବା କର୍ମରତ ରହନ୍ତି। ଏଣୁ ତୁ ଅତି ପରିଚିତ ପରି ଏମାନଙ୍କ ଆଡକୁ ଗତି କରିବୁ, ନଚେତ୍ ତୋତେ ଅପରିଚିତ ବୋଲି ଜାଣିଲେ ଉଚ୍ଚ ହାସ୍ୟରେ ଏମାନେ ବନଭୂମି କମ୍ପାଇ ଦେବେ। ବୁଝିଲା? ଚଳଦ ଶୁଣା ଯାଉଛି ନା ତମାନଙ୍କୁ? ହଁ ସାର୍। ଜଳଦ ବା ମେଘ, ତୁ କଣ ଜାଣିନାହୁଁ ଯେ ଏହି ବନବାସୀ ମାନେ ତୋର ଛଡା ଆଉ କାହାରି ଅନୁଗ୍ରହ ଲୋଡନ୍ତି ନାହିଁ କିମ୍ବା ନିଅନ୍ତି ନାହିଁ। ଏଠି ପ୍ରାବନ୍ଧିକ ଜଳଦକୁ ପୁନର୍ବାର ସମ୍ବୋଧନ କହିଛନ୍ତି ବନବାସୀ ମାନେ ତୋ ବ୍ୟତୀତ ଆଉ କାହାରି ଅନୁଗ୍ରହ ଇଚ୍ଛା କରନ୍ତି ନାହିଁ। ବାରିପାତକୁ ନେଇ ସେମାନେ ପରିଶ୍ରମ କରନ୍ତି। ଆରେ ଯଦି ପରିଶ୍ରମ କରିବେ, ଚାଷ କରିବେ, ଯଦି କ୍ଷେତ ବାଡିକୁ ଯିବେ, ହେଲା, କେମିତି କରିବେ? ବର୍ଷା ହେଲେ ସିନା, ବର୍ଷାକୁ ଧରିକି ସିନା ସେମାନେ ଚାଷ କାମ କରିବେ। ଏବେ ଦେଖ ବର୍ଷା ହଉଛି ବୋଲି ସିନା ଆମର ଏବେ କଣ ହଉଛି, ତମ ଗାଁ ପଟେ କଣ ହଉଛି ରେ? ଏବେ ରୁଆ ହଉଛି ନା ରୁଆ ହଉନି? ରୁଆ ହଉଛି ସାର୍। ରୁଆ ହଉଛି, ବିଲ କାମରେ ଲାଗିଛି। କଣ ପାଇଁ? ବାରିପାତ କୁ ନେଇକି ଆଗା ନାଉ, ବର୍ଷାକୁ ନେଇକି ଆଗା। ହେଲା, ସେମାନେ ବାରିପାତକୁ ନେଇ ସେମାନେ ପରିଶ୍ରମ କରନ୍ତି। ହେଲା, ଆଉ ସେଇ ପରିଶ୍ରମ କରି କୃଷି କାର୍ଯ୍ୟ କରି ବଞ୍ଚିବାର ସାମର୍ଥ୍ୟ ସଂଗ୍ରହ ସେମାନେ କରନ୍ତି, ଧନ ଉପାର୍ଜନ କରନ୍ତି। ହେଲା, ଏଣୁ ସ୍ୱେଦାର୍ଜିତ ଧନରେ ଉଦର ପୋଷଣ, ସ୍ୱେଦାର୍ଜିତ ଧନରେ ମାନେ ପରିଶ୍ରମ କରି ସେମାନେ ଧନ ଉପାର୍ଜନ କରନ୍ତି, ପେଟ ପୋଷନ୍ତି। ଉଦର ପୋଷଣ ପେଟ ପୋଷନ୍ତି। ସୁନ୍ଦର ସ୍ୱାସ୍ଥ୍ୟ ଓ ନିର୍ମଳ ମନ ମାନବ ଜୀବନର ପରକାମ୍ୟ ନୁହେଁ କି? ଯଦି ଜଗତରୁ କେବେ ତସ୍କରତା ଲୋପ ପାଏ, ଯଦି ଜଗତରୁ କେବେ ତସ୍କରତା ଅର୍ଥ ଚୋର, ଯଦି ଜଗତରୁ କେବେ ଚୋର ଲୋପ ପାଏ, ତେବେ ମାନବିକତା ଶିଖିବା ପାଇଁ ସଭ୍ୟ ସମାଜ ଏମାନଙ୍କ ପାଶକୁ ଦିନେ ଆସିବ। କୃଷି କାର୍ଯ୍ୟ କରି ବଞ୍ଚିବାର ସାମର୍ଥ୍ୟ ସଂଗ୍ରହ କରନ୍ତି ସେମାନେ। ପୁଣି ପାଣିଗ୍ରାହୀ ଏଠି କହିଛନ୍ତି ବନବାସୀ ମାନଙ୍କର ସରଳ ନିଷ୍କପଟ। ବନବାସୀ ମାନେ କଣ ରେ? ସେମାନେ ସରଳ ନିଷ୍କପଟ ଜୀବନ ଯାପନର ସୂଚନା ଦେଇଛନ୍ତି। ବର୍ଷାରେ ସେଠାକାର ପ୍ରକୃତି କିପରି ଅପରୂପ ଶୋଭା ଧାରଣ କରିବ, ତାହାକୁ ବିଭିନ୍ନ ତୁଳନାତ୍ମକ ଉଦାହରଣ ଦେଇ ବକ୍ତବ୍ୟକୁ ଏଠି ଚମତ୍କାର କରିଛନ୍ତି କବି ଲେଖକ। ତେବେ ମାନବିକତା ଶିଖିବା ପାଇଁ ସଭ୍ୟ ସମାଜ ଏମାନଙ୍କ ପାଶକୁ ଦିନେ ଆସିବ। ଏଣୁ ତୁ ଏମାନଙ୍କୁ ନିରାଶ ନ କରି ଅବିରତ ବାରିପାତରେ ବନଭୂମିକୁ ଶ୍ୟାମଳ ଓ ଉଜ୍ଜଳ କରିଦେବୁ। ତୋର କୃପାରେ ଶାଳି କ୍ଷେତ୍ରରେ ଧାନ କ୍ଷେତ, ହେଲା, ଧାନ କ୍ଷେତ୍ରରେ ନବ ନୀଳିମା ଖେଳି ବୁଲିବ।
ଏବେ ଦେଖ ବର୍ଷା ହେଇନଥିବ ଶସ୍ୟ କ୍ଷେତ୍ରରେ ଶାଳି ଧାନ କଣ ହେଇଥିବ ସେ ଯୋଉ ଧାନ କ୍ଷେତ୍ର ଯଦି ବର୍ଷା ହେଇନଥିବ ଆକାଶକୁ ଚାହିଁକି ସେ ଧାନ କଣ ହେଇଥିବ ରେ ଝାଉଁଳିକି ଥିବ ଯଦି ବର୍ଷା ଯେତେବେଳେ ହବ ସେତେବେଳେ କଣ ହବ ବନଭୂମିକୁ ଶ୍ୟାମଳ ଓ ଉଜ୍ଜଳ ଯେତେବେଳେ ବାରିପାତ କରିବ ହେଲା ତାହେଲେ କଣ ହେବ ଶାଳି କ୍ଷେତ୍ରରେ ନବ ନୀଳିମା ଖେଳି ବୁଲିବ ମାନେ ନୂଆ ନୂଆ ନୀଳ ରଙ୍ଗ ମାନେ ଶାଳି କ୍ଷେତ୍ର ବା ସେ ବିଲ ତମେ ଦେଖିବ ନୂଆ ନୀଳ ରଙ୍ଗ ଦେଖିବ ଖେଳି ବୁଲିବ ନିର୍ଝରିଣୀ ଗିରିଦରି ଠାରେ ନିର୍ଝରିଣୀ ଗିରିଦରିରେ କ୍ରୀଡ଼ାରତ ବତ୍ସତରୀ ପରି ନାଚି ଉଠିବ କେମିତି ନାଚି ଉଠିବ ନିର୍ଝରିଣୀ ଝରଣା ଗିରିଦରିରେ ବା ପର୍ବତ ଗୁହାରରେ ଝରଣା କେମିତି ଝରଣା ନାଚିଲା ଭଳି କ୍ରୀଡ଼ାରତ ବତ୍ସତରୀ ଅର୍ଥ ବାଛୁରୀ ଯେମିତି ବାଛୁରୀ ଜନ୍ମ ହେବା ପରେ ସାଙ୍ଗେ ସାଙ୍ଗେ କଣ ହୁଏ ରେ ସେ ନାଚି ଉଠେ ସେଇଭଳି ଭାବରେ ଶାଳି କ୍ଷେତ୍ର ନବନୀଳିମା ଖେଳି ବୁଲିବ ହେଲା ନିର୍ଝରିଣୀ ଗିରିଦରିରେ ବା ପର୍ବତ ଗୁହା କ୍ରୀଡ଼ାରତ ବତ୍ସତରୀ ପରି ବାଛୁରୀ ପରି ହେଲା ଝରଣା କଣ ଉଠିବ ନାଚି ଉଠିବ ବୁଝା ପଡୁଛି ହଁ ସାର୍ ଭଞ୍ଜ ନୃପପାଳିତ କଳାପୀର କେକାରେ ବନଭୂମି ପୂର୍ଣ୍ଣ ହେବ ଭଞ୍ଜ ନୃପପାଳିତ କଳାପୀର କଳାପୀ ଅର୍ଥ ମୟୂର ସେଇ ଯୋଉ ବର୍ଷା ବା ମେଘ ହବ କଣ ହେବ ସେ ମେଘର ସ୍ପର୍ଶରେ ଭଞ୍ଜ ନୃପପାଳିତ କଳାପୀର ଅର୍ଥ ମୟୂର ମୟୂର କେକାରେ ବା ମୟୂରର ସ୍ୱର ମୟୂର କଣ କରିବ ଯେତେବେଳେ ବର୍ଷା ହବ ମୟୂରକୁ ମଧ୍ୟ ଆନନ୍ଦ ଲାଗେ ସେ କଣ ହୁଏ ତାର ସେ ମୟୂରର ସ୍ୱରରେ ସେ ନାଚିକି ବନଭୂମିକୁ ପୂର୍ଣ୍ଣ କରିଦବ ନାଇଁ ବନ୍ୟ ଜ୍ୟୋତିର ପରିମଳରେ ବନଭୂମି ଆମୋଦିତ ହେବ କଦମ୍ବ ପୁଲକରେ କଣ୍ଟକିତ ହୋଇ ଉଠିବ ଓ କୃଷ୍ଣଚୂଡ଼ା ନିଜ ତରୁଣ ତନୁକୁ ଦେଖି ନବତରୁଣୀ ପରି ଲଜ୍ଜାରୁଣ ହୋଇ ପଡିବ ତୋର ଅନୁଗ୍ରହ ଏତେ ବିଭବ ତୁ କଣ ଦେଖିବାକୁ ଚାହୁଁନାହୁଁ ଏଠି ଜଳଦକୁ ବା ମେଘକୁ କହିଛନ୍ତି ବୁଝିଲା ଲେଖକ ଯୋଉ ସେଠାକାର ପ୍ରକୃତି ଏଠି ସେଠାକାର ଯୋଉ ପ୍ରକୃତି କିପରି ଅପରୂପ ଶୋଭା ଧାରଣ କରିବ ତାହାକୁ ବିଭିନ୍ନ ତୁଳନାତ୍ମକ ଉଦାହରଣ ଦେଇ ମନ୍ତବ୍ୟକୁ ଏଠି ସେ ଚମତ୍କାର କରିଛନ୍ତି ଯେମିତି ମୟୂରର କଣ ଉଦାହରଣ ଦେଇଛନ୍ତି ମୟୂର ଯୋଉ ମୟୂରର ବା କଳାପୀର କେକାରେ ମୟୂରର ସ୍ୱର ବନଭୂମି ପୂର୍ଣ୍ଣ ହେବ ବନ୍ୟ ଯୂଥ ପରିମଳରେ ବନଭୂମି ଆମୋଦିତ ହେବ କଦମ୍ବ ଫୁଲକରେ କଣ୍ଟକିତ ହୋଇ ଉଠିବ କଦମ୍ବ ଗଛର ଫୁଲ କେମିତି କଣ୍ଟା ଭଳିଆ ଦେଖାଯାଉନି ଦେଖିନ କେବେ କଦମ୍ବ ଗଛର ଫୁଲ ଦେଖିନ ନାଇଁ ସାର୍ ଆରେ କଦମ୍ବ ମାନେ ଗେଣ୍ଡୁ ଭଳିଆ ହେଇଥିବ ଗୋଲ ଭଳିଆ ହେଇଥିବ କଣ୍ଟା କଣ୍ଟା ହେଇଥିବ କଦମ୍ବ ଫୁଲରେ କଣ୍ଟକିତ ହୋଇ ଉଠିବ ଆଉ କୃଷ୍ଣଚୂଡ଼ା ନିଜ ତରୁଣ ତନୁକୁ ଦେଖି ବା ନିଜକୁ ତରୁଣ ତନୁକୁ ଦେଖି ସେ ନବତରୁଣୀ ପରି ଲଜ୍ଜାରୁଣ ହୋଇ ପଡିବ ସେଇଠି ଏଠି କଣ କହିଛନ୍ତି ନା ଏଇଠି ସେ ଲେଖକ କଣ କରିଛନ୍ତି ନା ଏଠାର ପ୍ରକୃତି ହେଲା କିପରି ଅପରୂପ ଶୋଭା ଧାରଣ କରିବ ତା ଏଠି ତୁଳନା କରିଛନ୍ତି ହେଲା ତୋର ଅନୁଗ୍ରହ ଏତେ ବିଭବ ତୋର ଅନୁଗ୍ରହ ତୋର ଅନୁକୂଲ୍ୟ ବା ତୋର ଦୟା କାହାର ଦୟା ମେଘର ଦୟା ତୋର ଦୟା ଏତେ ବିଭବ ବା ଶାନ୍ତି ବା ମହତ୍ଵ ବା ଶକ୍ତି ବିଭବ ଅର୍ଥ ଶକ୍ତି ମହତ୍ଵ ତୋର ଅନୁଗ୍ରହ ବା ତୋର ଦୟା ବା ତୁ ବର୍ଷା ହେଲେ ହେଲା ଏତେ ବିଭବ ବା ମହତ୍ଵ ତୁ କଣ ଦେଖିବାକୁ କଣ ଚାହିଁବୁ ନାହିଁ ବୋଲି ସେ ମେଘକୁ ଏଠି କହିଛନ୍ତି ହେଲା ତାପରେ କଣ ହେଇଛି ଆହୁରି ଲେଖକ ମେଘକୁ ସମ୍ବୋଧନ କରି କହିଛନ୍ତି କଣ କହିଛନ୍ତି ନା ଯଦି ତୋର କ୍ଳାନ୍ତି ଆସେ ତେବେ ତୁ କଣ କରିବୁ ନା ମେଘାସନ ଗନ୍ଧମାର୍ଦ୍ଦନ ବା ମାଲ୍ୟଗିରିରେ ଅବସର ନେବୁ ସେ ମେଘକୁ କହିଛନ୍ତି ମେଘକୁ ସମ୍ବୋଧନ କରି କହିଛନ୍ତି ଯଦି ତୋତେ କ୍ଳାନ୍ତି ଆସେ ତାହେଲେ ତୁ କଣ କରିବୁ ମେଘାସନ ଗନ୍ଧମାର୍ଦ୍ଦନ ବା ମାଲ୍ୟଗିରିରେ ତୁ ଅବସର ନେବୁ
ଗିରି ସଙ୍କୁଳ ଏହି ମହାବନର ମହାସଙ୍ଗୀତ ସଭ୍ୟ ଜଗତ ଶୁଣି ନାହିଁ କିମ୍ବା ଏହାର ଅସରନ୍ତି ରତ୍ନ ଭଣ୍ଡାରକୁ ଆଜି ଯାଏ କେହି କଳି ନାହିଁ। କଣ ଗିରି ସଙ୍କୁଳ ବା ଗିରି ସଙ୍କୁଳ ଅର୍ଥ ବହୁଳ ପର୍ବତ ବହୁଳ ଏହି ମହାବନର ମହାସଙ୍ଗୀତ ସଭ୍ୟ ଜଗତ ଶୁଣି ନାହିଁ କିମ୍ବା ଏହାର ଅସରନ୍ତି ରତ୍ନ ଭଣ୍ଡାରକୁ ଆଜି ଯାଏ କେହି କଳି ନାହିଁ ବା କଜିଆ କରିନାହାନ୍ତି। ବିକ୍ଷୁବ୍ଧ ବାରିରାଶିର ଅଗଣିତ ତରଙ୍ଗ ପରି ଅନାଦି ଯୁଗରୁ ଏହାର ଉଦାର ସଙ୍ଗୀତ ଏହି ବକ୍ଷରେ ହିଁ ମିଶି ଆସୁଛି। ଏଟା କଣ କହିଛନ୍ତି କବି ବା ଲେଖକ? ଯଦି କ୍ରାନ୍ତି ଆସେ ତାହେଲେ ତୁ କଣ କରିବୁ? ମେଘାସନ ଗନ୍ଧ ମାର୍ଦ୍ଦନ ବା ମାଲ୍ୟଗିରିର ଅବସର ନବୁ। ଏହି ସ୍ଥାନ ଓଡ଼ିଶାର ଖଣିଜ ସମ୍ପଦର ପରିପୂର୍ଣ୍ଣ। ଏହି ସ୍ଥାନ କଣ? ଓଡ଼ିଶାର ଖଣିଜ ପରିପୂର୍ଣ୍ଣ। ଏଇ ଯୋଉ ମେଘାସନ ଗନ୍ଧମାର୍ଦ୍ଦନ ମାଲ୍ୟଗିରି ଏସବୁ ସ୍ଥାନ ଗୁଡାକ ଓଡ଼ିଶାର ଖଣିଜ ସମ୍ପଦରେ ପରିପୂର୍ଣ୍ଣ। ମାତ୍ର ଏହି ଖଣିଜ ସମ୍ପଦର ସବୁ ସୁବିନିଯୋଗ ହେଉନଥିବାରୁ ଓଡ଼ିଶାବାସୀ କଣ କରନ୍ତି ନା ଏଇ ସଙ୍ଗୀତ ଶୁଣିଲେ ମନ କଣ ହେଇଛି? ନାଇଁ ସେଇ ଯୋଉ ଦେଖ ତମେ ବଣକୁ ଯିବରେ କି ଜଙ୍ଗଲକୁ ଯିବ ତାର ଗୋଟେ ସଙ୍ଗୀତ ବାହାରୁଛି ନା ନାଇଁ? ହଉଛି ନା ନାଇଁ? ମାନେ କିଛି ଯୋଉ ବାରିରାଶିର ଅଗଣିତ ତରଙ୍ଗ ପରି ଅନାଦି ଯୁଗର ଏହାର ଉଦାର ସଙ୍ଗୀତ ଏହି ବକ୍ଷରେ ହିଁ ମିଶି ଆସୁଛି। ଏହି ସଙ୍ଗୀତ ଶୁଣିଲେ କଣ ହଉଛି? ମନ ଅନାମୟ ଧାମକୁ ଚାଲିଯାଏ ଓ ବିଷାଦ ପଙ୍କରୁ ଉଠି ଜୀବନ କମଳ ବିକଶିତ ହୋଇ ଉଠେ। ଏହି ସଙ୍ଗୀତ ଶୁଣି ଶୁଣି ଖଣ୍ଡାଧାର ଓ ଦେବଗଡ଼ ପ୍ରପାତରେ କ୍ରୀଡ଼ା କରି ମହାବନରେ ଭ୍ରମୁ ଏହାର ଅସରନ୍ତି ବିଭବ ଦେଖି ତୁ ଚକିତ ହୋଇଛୁ। ମାନେ ଏଇଟା କଣ କୁହାଯାଇଛି ନା ଏଇ ଯୋଉ ଓଡ଼ିଶାର ଖଣିଜ ସମ୍ପଦ, ଓଡ଼ିଶାର ଏଇଗୁଡା ସବୁ ଏଇ ସ୍ଥାନ ଗୁଡା ହଉଛି ଖଣିଜ ସମ୍ପଦରେ ପରିପୂର୍ଣ୍ଣ। ମାତ୍ର ଏହି ଖଣିଜ ସମ୍ପଦର ସୁବିନିଯୋଗ ହେଉନଥିବାରୁ କଣ ହଉଛି ନା ଦୁଃଖିନୀ ଜନନୀ ଅଯୋଗ୍ୟ ସନ୍ତାନ ମାନଙ୍କ ଭୟରେ ଏଇଠାରେ ହିଁ ଅସରନ୍ତି ରତ୍ନ ଭଣ୍ଡାର ଲୁଚାଇ ରଖିଛି। ଧନ ତୁ ଦେଖି ସ୍ତମ୍ଭିତ ହେବୁ ଯେ ଉତ୍କଳବାସୀ ଭାଗୀରଥୀ ତୀରରେ ବା ଗଙ୍ଗା ତୀରରେ ବସି ପିପାସୀ ବା ଶୋଷିଲା ଓ ରତ୍ନ ସ୍ତୂପରେ ବସି ଉପବାସୀ ହୋଇଛି। ରତ୍ନ ସ୍ତୂପ ଅର୍ଥ ଧନର ଗଦା। ଏସବୁ ଯୋଉ କହିଛନ୍ତି ଲେଖକ କଣ କହିଛନ୍ତି ନା ଏଇ ସବୁ ଯୋଉ ଆମ ଓଡ଼ିଶାର କଣ ଖଣିଜ ସମ୍ପଦ ପରିପୂର୍ଣ୍ଣ ଏ ଯୋଉ ଅଛି ଖଣିଜ ସମ୍ପଦର ସୁବିନିଯୋଗ ହେଉନଥିବାରୁ ଓଡ଼ିଶାବାସୀ କଣ କରିଛନ୍ତି? ଭାଗୀରଥୀ ତୀରରେ ବା ଗଙ୍ଗା ବା ଉତ୍କଳବାସୀ ଭାଗୀରଥୀ ତୀରରେ ଗଙ୍ଗା ତୀରରେ ବସି କଣ କରିଛି? ଶୋଷିଲା ହୋଇଛି ଓ ବା ପିପାସୀ ହୋଇଛି। ରତ୍ନ ସ୍ତୂପପର ବା ଧନ ଗଦା ଉପରେ ବସି ସେ ଉପବାସୀ ହୋଇଛି। ଏଇଠି କହିଛନ୍ତି ଯେ ଏତେ ସବୁ ଓଡ଼ିଶାରେ ହେଲା ଏତେ ସବୁ ଖଣିଜ ସମ୍ପଦ ବା ଥାଇକି ମଧ୍ୟ ଲୋକମାନେ କଣ କରନ୍ତି? ଏହାର ସୁବିନିଯୋଗ କରିପାରୁନାହାନ୍ତି। ତେଣୁ ସୁବିନିଯୋଗ କରିପାରୁ ନଥିବାରୁ ସେମାନେ କଣ କରନ୍ତି? ଉତ୍କଳବାସୀ ଭାଗୀରଥୀ ଗଙ୍ଗା ନଦୀ କୂଳରେ ବସୁଛନ୍ତି ହେଲା ଶୋଷିଲା ହେଇକି ଆଉ ଧନ ଗଦା ଉପରେ ବସି ଏମାନେ କଣ ହେଇଛନ୍ତି? ଉପବାସୀ ହୋଇଛନ୍ତି। ମାନେ ସବୁ ଥାଇକି ମଧ୍ୟ ମାନେ କଣ ଉପବାସୀ ହୋଇଛନ୍ତି ହେଲା। ଏହି ମହାବନରୁ ପଶ୍ଚିମା ଭୂମି ମୁଖରେ ତୋର ବିଜୟ ରଥ ବାହି ସୂକ୍ଷ୍ମ ଶାଢ଼ୀର ଗନ୍ତାଘର ସମ୍ବଲପୁର ଅଞ୍ଚଳରେ ପହଞ୍ଚିଛୁ। ପୁଷ୍ପପୁରୀରୁ କୋଉଠି ଗଲା? ପୁଷ୍ପପୁରୀରୁ କୋଉଠି ଗଲା ରେ ମେଘ? ତାଙ୍କ ଜନ୍ମଭୂମି ଲେଖକଙ୍କର ମୟୂରଭଞ୍ଜକୁ ଗଲା ନାଇଁ? ସେଇଠି ଦରିଦ୍ର ମାନଙ୍କୁ ଜଳଦାନ କରିଲା। ଆଉ ସେଇଠି ଯୋଉ ବନବାସୀ ମାନଙ୍କର କଣ ଅନୁର୍ବର ଭୂମିରେ ଯୋଉ ପରିଶ୍ରମ କରି ଯୋଉମାନେ ଫସଲ ଲଗାଇଥିଲେ ତାକୁ ଜଳ ଅଭାବରୁ ସେଗାଡିକ କଣ ହେଲା? ଝାଉଁଳି ଯାଇଥିଲା। ତାକୁ ବାରିପାତରେ କଣ କଲା?
ବୃଷ୍ଟିପାତ କଲା, ତେଣୁ କଣ ହେଲା, ସେଇ ଯୋଉ ବାରିପାତ ଦ୍ଵାରା ସେଇ ଯୋଉ ବନଭୂମି ଆମୋଦିତ ହେଲା, କଦମ୍ବ ଫୁଲରେ କଣ୍ଟକିତ ହେଲା, ଆଉ ସେ ଯୋଉ ବନଭୂମି ଶ୍ୟାମଳ ଓ ଉଜ୍ଜଳ ହେଲା। ତାପରେ ଶାଳି କ୍ଷେତ୍ର ନବ ନୀଳିମା ଖେଳି ବୁଲିଲା, ନିର୍ଝରଣୀ ପରି ଗିରିଦରୀରେ କ୍ରୀଡ଼ାରତ ବସତିରି ବାଛୁରୀ ପରି ନାଚି ଉଠିଲା। ନାଇଁ, ବନଭୂମି କଣ ପାଇଲା? ତାପରେ କୋଉଠି ଆସିଲା ନା ମେଘ କୁଆଡେ ଆସିଲା ନା ଏହି ମହାବନରୁ ଏହି ଯୋଉ ବନ, କୋଉ ବନ? ମହାବନ। ମହାବନ କୋଉଟା ନା ଏଇ ଯୋଉ ଖଣ୍ଡାଧାର, ଦେବଗଡ଼, ଏ ଯୋଉ ପ୍ରପାତ, ତାପରେ ଏଇ ଯୋଉ ମହାବନ କୋଉଟା ଗିରିଶଙ୍କୁଳ, ମାଲ୍ୟାଗିରି, ଗନ୍ଧମାର୍ଦ୍ଦନ, ମେଘାସନ, ଏସବୁ ମହାବନରୁ ପଶ୍ଚିମାଭିମୁଖରେ ତୋର ବିଜୟ ରଥ ବାହି ନେଇ ସୂକ୍ଷ୍ମଶାଳୀ ହେଲା, ସୂକ୍ଷ୍ମଶାଳୀ ଗନ୍ତା ଘର କୋଉଟା କୁଆଡେ ନା ସମ୍ବଲପୁର ଅଞ୍ଚଳରେ ପହଞ୍ଚୁ। ଏସବୁ କାମ ସାରିକି ତୁ କଣ କରିବୁ? ସମ୍ବଲପୁରୀ ଯିବୁ, ସମ୍ବଲପୁର ହେଲା। ଏଇ ଯୋଉ ପରବର୍ତ୍ତୀ ସମୟରେ ଲେଖକ ଜଳଦକୁ କଳ୍ପନାରେ ପଠାଇ ଦେଇଛନ୍ତି ସୂକ୍ଷ୍ମଶାଳୀ ଗନ୍ତାଘର ସମ୍ବଲପୁରକୁ। ହେଲା, ଲେଖକ କଣ କରିଛନ୍ତି? ଏ ଖଣ୍ଡାଧାର ଓ ଦେବଗଡ଼ର ଜଳପ୍ରପାତ ଦୃଶ୍ୟକୁ ବର୍ଣ୍ଣନା କରିଛନ୍ତି। ତାପରେ ଗନ୍ତାଘର ସମ୍ବଲପୁରକୁ ପଠାଇଛନ୍ତି। ତନ୍ନି ମହାନଦୀ ସେଠାରେ ଉପଳ ଶଯ୍ୟାରେ ଯାଉ ଯାଉ ତୀର ଦେଶରେ ସ୍ୱର୍ଣ୍ଣ ରେଣୁ ଢାଳି ଦିଏ ଓ ନରନାରୀଙ୍କର ଦେହରେ ନବ ଲାବଣ୍ୟ ବୋଳି ଦିଏ। କଣ କରିଛନ୍ତି ନା ସେଠାରେ ତନ୍ନି ମହାନଦୀର ଉପଳ ଶଯ୍ୟାରେ ସ୍ୱର୍ଣ୍ଣ ରେଣୁ ରହିଥାଏ। ସେଠାକାର ଅଧିବାସୀ ସଦା ପ୍ରଫୁଲ୍ଲ, ଦୁଃଖ ଦୈନ୍ୟରେ ଥାଇ ସୁଦ୍ଧା ବିଷାଦ କାଳିମା କେବେ ତାଙ୍କୁ ସ୍ପର୍ଶ କରିନାହିଁ। କୋଉଠି ଲୋକମାନେ ନା ସମ୍ବଲପୁରର ଲୋକମାନେ। ତୀର ଦେଶରେ ସ୍ୱର୍ଣ୍ଣ ରେଣୁ ଢାଳି ଦିଏ ଓ ନରନାରୀଙ୍କ ଦେହରେ ନବ ଲାବଣ୍ୟ ବୋଳି ଦିଏ। ହେଲା, ଦୁଃଖ ଦୈନ୍ୟରେ ସୁଦ୍ଧା ଏଠାରେ ନରନାରୀଙ୍କୁ ବିଷାଦ କାଳିମା ଛୁଏଁ ନାହିଁ। ପ୍ରାଚୀବଧୂ ଅରୁଣିତ ମୁଖରୁ ଅବଗୁଣ୍ଠନ ଖୋଲିବା ଆଗରୁ, ପ୍ରାଚୀବଧୂ ଅରୁଣିତ ମୁଖରୁ, ଅରୁଣିତ ମାନେ ମୁହଁ, ଅରୁଣିତ ରକ୍ତିମା ପ୍ରାପ୍ତ ମୁଖରୁ ଅବଗୁଣ୍ଠନ ଅର୍ଥ ଓଢ଼ଣା। ହେଲା, ଏଇ ଯୋଉ ପ୍ରାଚୀ ବଧୂ ମାନେ ଅବଗୁଣ୍ଠନ ଓଢ଼ଣା ଖୋଲିବା ଆଗରୁ ଏଠାରେ ବଧୂ ମାନେ ସ୍ନାନ ସାରି, ହେଲା, ଶିଶିର ସ୍ନାତା ଶେଫାଳି ପରି ବା କାକର, ଏଇ ଯୋଉ ଶିଶିର ସ୍ନାତା ଶେଫାଳି ପରି ବା ମାନେ କଣ କରନ୍ତି? ସମ୍ବଲପୁରର ପ୍ରାଚୀ ବଧୂ ମାନେ ଅରୁଣିତମ ମୁଖରୁ ଅବଗୁଣ୍ଠନ ଖୋଲିବା ଆଗରୁ ବା ଅରୁଣିତ ମୁଖରୁ ଓଢ଼ଣା ଖୋଲିବା ଆଗରୁ ଏମାନେ ବଧୂ ମାନେ ସ୍ନାନ ସାରି ଦେଇ, ହେଲା, ଶିଶିର ସ୍ନାତା ବା କାକରରେ ଭିଜି ହାସ୍ୟମୟୀ ହୋଇ ଏମାନେ ଉଠନ୍ତି। ଏମାନଙ୍କ ଅନଳସ, ଏମାନଙ୍କ ଚଞ୍ଚଳ ଚରଣେ କମଳ ଫୁଟି ଉଠେ ଓ କଳାକୁଶଳ ବା ଦୀପ ମଙ୍ଗଳକର ସ୍ପର୍ଶରେ କ୍ଷୁଦ୍ର କୁଟିର ଧାଇ ଉଠୁଛି। ଏମାନେ ସ୍ନାନ ସାରିକି କଣ କରନ୍ତି ନା ଏମାନେ କୁଟୀରରେ କଳାକୁଶଳ ଅର୍ଥ ମଙ୍ଗଳ ପାଇଁ ଯୋଉ ସକାଳେ କଣ କରନ୍ତି? ଦୀପ ପ୍ରଜ୍ୱଳନ କରନ୍ତି। ସେଇ କଳାକୁଶଳ ବା ଦୀପ ମଙ୍ଗଳ କରି ସ୍ପର୍ଶରେ କ୍ଷୁଦ୍ର କୁଟୀର ସୁଦ୍ଧା ଏମାନଙ୍କର ହସି ଉଠେ। ଚାରୁ ଚିକୁରକୁ ବଳି ତୋର ଲୋଭନୀୟ ଉଜ୍ଜଳ କ୍ରାନ୍ତି ବହୁଦିନ ପରେ ଦେଖି ଏମାନେ ଆୟତ ନୟନରେ ବା ବଡ଼ ବଡ଼ ଆଖିରେ ତତେ ଚାହିଁ ରହିବେ। ଘନ ବା ମେଘ ବିଲ୍ଲୋଳ ନେତ୍ର ଭଙ୍ଗରେ ଭଳି ଯାଇ ସ୍ୱକର୍ମ ଭୁଲିଯିବୁ ନାହିଁ। କେଦାର ଭରା ବାରିପାତରେ ସମ୍ବଲପୁରକୁ ତୁ ଶ୍ୟାମଳ କରି ଆସିବୁ। କେଦାର ଭରା ଅର୍ଥ କିଆରି। ଏମିତି ତୁ ବାରିପାତ ହବୁ, ଏମିତି ତୁ ବର୍ଷା ହବୁ ଯେ ଯୋଉ ସମ୍ବଲପୁରର ଏ ଯୋଉ କେଦାର ଭରା କିଆରି ବା ବିଲ କୁ ବାରିପାତରେ ସମ୍ବଲପୁରକୁ ପୁରା ତୁ ଶ୍ୟାମଳ କରି ଆସିବୁ। ବୁଝିଲା? ପୁଷ୍ପପୁରରୁ ଆସିଲା କୋଉଠି? ସମ୍ବଲପୁରରେ କେଦାର ଭରା ବା କିଆରି
ବାରିପାତରେ ସମ୍ବଲପୁର ଶ୍ୟାମଳ କରିକି ଏବେ କୁଆଡେ ଯିବ? ସେ ଅନ୍ୟତ୍ର ଯାଉଛି। କୁଆଡେ ଯାଉଛି? ଏହା ପରେ ଅସରନ୍ତି ବେଣୁ ବନ ଉପରେ ସଞ୍ଚରଣ କରି ଉପକୂଳ ଆଡକୁ ଗତି କରି ଗଲା ବେଳେ ତୁ ଦେଖିବୁ ବିସ୍ମିତ ହେବୁ ଯେ ଯନ୍ତ୍ର ଦାନବର ପ୍ରତିଦିନ ପାରଣା ହୋଇ ସୁଦ୍ଧା ବଂଶ ବୃଦ୍ଧି କରି ଚାଲିଛି ଓ ବନର ବାନର ବାନରୀଙ୍କ କ୍ରୀଡ଼ା ଦୋଳି ହେଲା। ଏହିପରି ଅସନ୍ତ ବେଣୁସୁନ ଉପରେ ସଞ୍ଚରଣ କରି ଉପକୂଳ ଆଡକୁ ଗତି କରି ଗଲା ବେଳେ ତୁ ଦେଖିବୁ ବା ବିସ୍ମିତ ହେବୁ ଯେ ଯନ୍ତ୍ର ଦାନବର ପ୍ରତିଦିନ ପାରଣା ହୋଇ ସୁଦ୍ଧା ବଂଶ ବୃଦ୍ଧି କରି ଚାଲିଛି ଓ ବାନରୀଙ୍କ କ୍ରୀଡ଼ା ଦୋଳିକା ହୋଇ ରହିଛି। କଣ କହୁଛି ନା ଆମେ ଦେଖିଲେ ସମ୍ବଲପୁର ସିଏ ଆସିଲା, ମେଘ ଆସିଲା ସମ୍ବଲପୁର, କବିଟେ ବର୍ଣ୍ଣନା କରିଛନ୍ତି, ଲେଖିଛନ୍ତି ପ୍ରାଚୀ ବଧୂ ଅରୁଣିତ ମୁଖରୁ ଅବଗୁଣ୍ଠନ ଖୋଲି ଆଗରୁ ଏଠାରେ ବଧୂମାନେ ସ୍ନାନ କରି ଶିଶିର ସ୍ନାତ ସେଫାଳି ପରି ହାସ୍ୟମୟ ହୋଇ ଉଠନ୍ତି। ଏମାନଙ୍କ ଅନରସ ଚରଣରେ କମଳ ଫୁଟି ଉଠେ ଓ କଳାକୁଶଳ କରସ୍ପର୍ଶରେ କ୍ଷୁଦ୍ର କୋଟିର ସୁଧା ହସି ଉଠେ। ସମ୍ବଲପୁରରେ କେଦାର ଭରା ଶ୍ୟାମଳିକାକୁ ସେ ସୂଚିତ କରାଇଛନ୍ତି। ତାପରେ ସମ୍ବଲପୁରରୁ ବାରିଦ ବେଣୁବନକୁ ଅତିକ୍ରମ କରି ଅନୁଗୋଳ ପଥରେ କପିଳାସ ଦେଇ କଟକରେ ପହଞ୍ଚିବ। ଏହି ଅବସରରେ ଲେଖକ କଣ ହେଇଛି ନା ଏଇ ଯୋଉ ସମ୍ବଲପୁରରୁ ସେଇ ଯୋଉ ମେଘ କୁଆଡେ ଯାଉଛି? କଟକ ଯିବ। ସମ୍ବଲପୁରରୁ ବାରିଦ ବେଣୁବନକୁ ଅତିକ୍ରମ କରିକି ଏଇ ଯୋଉ ବେଣୁବନ ଏହାପରେ ଅସରନ୍ତି ବେଣୁବନ ଉପରେ ସଞ୍ଚରଣ କରି ବନରେ ସଞ୍ଚରଣ କରି ଉପକୂଳ ଆଡକୁ ଗତି କରି ଗଲା ବେଳେ ତୁ ଦେଖି ବିସ୍ମିତ ହେବୁ ଯେ ଯନ୍ତ୍ର ଦାନବର ପ୍ରତିଦିନ ପାରଣା ହୋଇ ସୁଦ୍ଧା ବଂଶ ବୃଦ୍ଧି କରି ଚାଲିଛି ଓ ବାନରୀଙ୍କ କ୍ରୀଡ଼ା ଦୋଳିକା ହୋଇ ରହିଛି। ସେ ଯୋଉ ବନରେ ଅତିକ୍ରମ କରି ଗଲା ବେଳେ ତୁ ଦେଖିବୁ ବନରେ କଣ ବାନରୀଙ୍କ କ୍ରୀଡ଼ା ଦୋଳିକା। ଏ ଯୋଉ ବାନରୀ ଏ ଯୋଉ ମାଙ୍କଡ ମାନେ କଣ କରନ୍ତି? କ୍ରୀଡ଼ା କରନ୍ତି। ଏସବୁ ଦେଖିବୁ। ଆଉ ଏହି ବନକୁ ବାୟୁ ହିଲ୍ଲୋଳରେ ଦୋହଲାଇ ବା ପବନରେ ଦୋହଲାଇ ସମସ୍ତ ଅଞ୍ଚଳକୁ ଶ୍ୟାମଳ କରି ଟଙ୍କିଳ ବା ପାହାଡିଆ ଅନୁଗୋଳ ପଥରେ କପିଳାସ ସ୍ପର୍ଶ କରି ଉପକୂଳରେ ପହଞ୍ଚିବା ଆଗରୁ ଦୂରରୁ ସୌଧାବଳି ଦେଖି ଜାଣିବୁ ଯେ ଏଇ ସେଇ କଟକ ଉତ୍କଳର ଉତ୍ତମାଙ୍ଗ। କୁଆଡେ ଗଲା ମେଘ? ନା ସେ ବନଭୂମି ବେଣୁବନ ଉପରେ ସଞ୍ଚାରଣ କରି ଉପକୂଳ ଆଡକୁ ବନଭୂମିକୁ ବଂଶ ବୃଦ୍ଧି କରି ଚାଲିଛି। ବନ ଉପରୁ ଯାଇକି ସେ କୁଆଡେ ଗଲା? ନାଇଁ ବନକୁ ବାୟୁ ହିଲ୍ଲୋଳରେ ସେଇ ଯୋଉ ବଣକୁ ବାୟୁ ହିଲ୍ଲୋଳରେ ପବନ ହିଲ୍ଲୋଳରେ ଦୋହଲାଇ ସମସ୍ତ ଅଞ୍ଚଳକୁ ଶ୍ୟାମଳ କରି ପାହାଡିଆ ଟଙ୍କିଳ ବା ପାହାଡିଆ ଅନୁଗୋଳ ପଥରେ ଯାଇକି କୁଆଡେ ଗଲା? ସେ ଅନୁଗୋଳକୁ ଗଲା। ଅନୁଗୋଳ ପଥରେ କପିଳାସ ସ୍ପର୍ଶ କରି ଉପକୂଳରେ ପହଞ୍ଚୁଥିବା ଆଗରୁ ଦୂରରୁ ସୌଧାବଳି ଦେଖି ଜାଣିବୁ ଯେ ଏଇ ସେହି ତୋର କଟକ। ସେ କଣ ହେଲା? ବାରିବାହ କଣ ହେଲା? ସମ୍ବଲପୁରରୁ ଅନୁଗୋଳ ଦେଇକି ସେ ଗଲା କୋଉଠି? କଟକ ଗଲା। କୋଉଠିରେ? କଟକ ଗଲା। ସମ୍ବଲପୁରରୁ ବାରିଦ ବେଣୁବନକୁ ଅତିକ୍ରମ କରି ଅନୁଗୋଳ ପଥରେ କପିଳାସ ଦେଇ ସେ କୋଉଠି ପହଞ୍ଚିଲା? କଟକରେ ପହଞ୍ଚିଲା। ଏହି ଅବସରରେ ଲେଖକ କଟକର ମହିମା ଗାନ କରିଛନ୍ତି। ଯେତେବେଳେ ସେ କଟକରେ ପହଞ୍ଚିଲା ଏବେ ସେ କଟକର ମହିମା ଗାନ କରିଛନ୍ତି। ସମ୍ବଲପୁର ତାପରେ ଅନୁଗୁଳ ଦେଇକି କଟକରେ ପହଞ୍ଚିଲା। ଏହି ଅବସରରେ ଲେଖକ କଟକର ମହିମା ଗାନ କରିଛନ୍ତି। କଣ କରିଛନ୍ତି ନା ଯେ ସେହି କଟକ ଉତ୍କଳର ଉତ୍ତମାଙ୍ଗ। କଟକ ହଉଛି ଉତ୍କଳର ଉତ୍ତମାଙ୍ଗ। ଉତ୍ତମାଙ୍ଗ ଅର୍ଥ କଣ? ମସ୍ତକ।
ହେଲା। ଉତ୍ତମାଙ୍ଗ ଅର୍ଥ ମସ୍ତଙ୍ଗ। ସେ ଏଇଟା କ୍ୱେଶ୍ଚିନ୍ ଆସିପାରେ ହେଲା, ଏସବୁ କ୍ୱେଶ୍ଚିନ୍ ହେଇପାରେ। କଟକ ଉତ୍କଳର କଣ? ଉତ୍ତମାଙ୍ଗ ବା ମସ୍ତକ ହେଲା। हाँ सर। ଘନ ଏହି ଥିଲା ଦିନେ ଗର୍ବିତ ଗଜପତିର ରାଜଧାନୀ। ଏଇ ଯୋଉ କଟକ ଥିଲା ଦିନେ ଗର୍ବିତ ଗଜପତିର ରାଜଧାନୀ। କାରଣ ଏଇ କଟକ ଦିନେ ଥିଲା ଗଜପତିଙ୍କର ରାଜଧାନୀ ନାଇଁ। ପରେ ଆଉ ଏହିଠାରୁ ହିଁ ତାର ଅଜୟ ବାହିନୀ ଝଟିକା ବେଗରେ ଦୁର୍ଗରୁ ଦୁର୍ଗାନ୍ତରକୁ ଗତି କରି ଚାଲିଥିଲା। ସ୍ମୃତିପୁତ ଓ ବିଡ଼ାଣସୀ ଆଜି ମୃତ୍ତିକାର ଅବଲୁପ୍ତ, ମାତ୍ର ଲୁଣ୍ଠିତ ବାରବାଟୀର ସ୍ଖଳିତ ପ୍ରସ୍ତରରେ ତାର ସ୍ମୃତି ଓ କୀର୍ତ୍ତି ଆଜି ଯାଏ ଲାଗି ରହିଛି। କଣ କହୁଛି ଏଇଠି କବି, ଏଇଠି ଲେଖକ କଟକର ହେଲା, କଟକର ମହିମା ଗାନ କରିଛନ୍ତି। ମହିମା ଗାନ କରି କରି କଣ କହିଛନ୍ତି ନା, କଟକ ହଉଛି ଆମ ଉତ୍କଳର ଉତ୍ତମାଙ୍ଗ ବା ଉତ୍କଳର ମସ୍ତକ ହେଲା। ଘନ ଏଇ ଥିଲା ଦିନେ ଗର୍ବିତ ଗଜପତି ରାଜଧାନୀ। ଏଇ ଯୋଉ କଟକ ଥିଲା ଦିନେ ଗଜପତିଙ୍କର ରାଜଧାନୀ ଥିଲା। ପରେ କଣ ହେଲା ନା, ଏହିଠାରୁ ସ୍ମୃତିପୁତ ବିଡ଼ାଣସୀ ଆଜି ମୃତ୍ତିକାରେ ଅବଲୁପ୍ତ। ସ୍ମୃତିପୁତ ବିଡ଼ାଣସୀ ହେଲା, ବିଡ଼ାନାସୀ ଆଉ ସ୍ମୃତିପୁତ ବିଡ଼ାଣସୀ ଆଜି ମୃତ୍ତିକାରେ ଅବଲୁପ୍ତ, ମାତ୍ର ଲୁଣ୍ଠିତ ବାରବାଟୀର, ମାତ୍ର ଲୁଣ୍ଠିତ ବା ଭାଙ୍ଗିକି ତଳେ ପଡି ଯାଇଥିବା ବାରବାଟୀ। କଟକର ବାରବାଟୀ ଦେଖିଛ ଅଛି, ବାରବାଟୀ ଦୁର୍ଗ ଭାଙ୍ଗିକି ଖସି ତଳେ ପଡିଛି ନାଇଁ। ମାତ୍ର ଲୁଣ୍ଠିତ ବାରବାଟୀର ବା ଭାଙ୍ଗି ତଳେ ପଡିଥିବା ବାରବାଟୀର ସ୍ଖଳିତ ବା ଖସି ପଡିଥିବା ପ୍ରସ୍ତରରେ ହେଲା, ତାର ସ୍ମୃତି ଓ କୀର୍ତ୍ତି ଆଜି ଯାଏ ଲାଗି ରହିଛି ଓ ମର୍କତ କେଶରୀର ମହାକୀର୍ତ୍ତି ଆଜି ଯାଏ ଚିତ୍ରୋତ୍ପଳା। ମର୍କତ କେଶରୀର ହେଲା ମହାକୀର୍ତ୍ତି। ଏଇଟା କଣ କହିଛନ୍ତି, ଏଇ ଯୋଉ ସ୍ମୃତିପୁତ ବିଡ଼ାନାସୀ ବାରବାଟୀ ଦୁର୍ଗ ଓ ବହୁ କବି ଗୁଣୀ ହେଲା, ଗୁଣୀ କର୍ମୀ ଅଳ୍ପ ଦିନ ତଳେ ଉତ୍କଳର ମହାନ ଇସାରେ ଉଜାଗର ରହି ଜ୍ଞାନ ଦୀପ ଜାଳିଗଲେ, ଏହି ଦୀପ ଅଖଣ୍ଡ ରହୁ। ଏଟା କଣ କହିଛନ୍ତି ରେ ଲେଖକ ନା, ଏଇ ଯୋଉ କଟକର ମହିମା ଗାନ କରିଛନ୍ତି, ତା ସହିତ ସ୍ମୃତିପୁତ ବିଡ଼ାନାସୀ ବାରବାଟୀ ଦୁର୍ଗ ଓ ବହୁ କବି ଓ ବହୁ ଜ୍ଞାନୀ ଗୁଣୀ କର୍ମୀମାନଙ୍କ ପାଇଁ ଉତ୍କଳ ମହିମା ଅଖଣ୍ଡ ରହିଥିଲା ହେଲା। ଏଇ ଯୋଉ କଟକର ମହିମା ଗାନ କରିଛନ୍ତି, କଟକର ମାନେ କଟକ କଣ ଥିଲା, ଆଜି କଟକ କଣ ଅଛି ହେଲା। ସେଇ ଯୋଉ ବାରବାଟୀ ଦୁର୍ଗ, ଲୁଣ୍ଠିତ ବାରବାଟୀର ଯୋଉ ଭାଙ୍ଗି ଖସି ପଡି ବା ଖସି ପଡିଥିବା ସ୍ଖଳିତ ହୋଇ ପ୍ରସ୍ତରରେ ତାର କୀର୍ତ୍ତି ଆଜି ଯାଏ ଲାଗି ରହିଛି। ମର୍କତ କେଶରୀର ମହାକୀର୍ତ୍ତି, ମର୍କତ କେଶରୀ ରାଜା ମହାକୀର୍ତ୍ତି ଆଜି ଯାଏ ଚିତ୍ରୋତ୍ପଳା ମେଖଳା ପରି ଦିଶୁଛି। ଏଇଠାରେ ହିଁ ବହୁ, ଏଇ ଯୋଉ ବାରବାଟୀଠାରେ ହିଁ, ଏଇ ଯୋଉ କଟକ ଠାରେ ବାରବାଟୀ ଠାରେ ହିଁ ବହୁ କବି ଜ୍ଞାନୀ ଗୁଣୀ ଓ କର୍ମୀ ଅଳ୍ପ ଦିନ ତଳେ ଉତ୍କଳର ମହାନ ଇସାରେ ଉଜାଗର ରହି ବା ଅନିଦ୍ରା ରହି କେତେ ଜ୍ଞାନ ଦୀପ ଜାଳିଗଲେ। ଏଇ ଦୀପ ଅଖଣ୍ଡ ରହୁ ବୋଲି ଏଇ ଏଠାରେ କଟକର ଏଇ ମହିମା ଗାନ କବି ଏଇଠି କରିଛନ୍ତି। ଏହା ହିଁ କାମନା କରି ତୁ କଟକକୁ ଶ୍ୟାମଳ କରି ଚାଲି ଆସିବୁ। କଟକରୁ ଦକ୍ଷିଣାଭିମୁଖରେ ଯାଇ ଥରେ କୋଣାର୍କର ଚାରୁଚୂଡା ଚୁମ୍ବନ ନ କଲେ ତୋର ଉତ୍କଳ ଭ୍ରମଣ ସାର୍ଥକ ହେବ ନାହିଁ। କୋଣାର୍କ ପଥରେ ଯାଉଁ ଯାଉଁ ପଥ ମଧ୍ୟରେ ଅଗଣିତ କୀର୍ତ୍ତି ଦେଖି ତୁ ଚକିତ ହୋଇଯିବୁ। ଏ ଯୋଉ କଟକ ମେଘ କଟକ ଗଲା ପରେ ଏହା ହିଁ କାମନା କରି ତୁ କଟକକୁ ଶ୍ୟାମଳ କରି ଚାଲି ଆସିବୁ। ତ ବୃଷ୍ଟିପାତ ବାରିପାତରେ କଟକକୁ ତୁ ଶ୍ୟାମଳ କରି ଆସିବୁ, ଶାଗୁଆ କରି ଆସିବୁ। ତାପରେ କଟକରୁ ଦକ୍ଷିଣାଭିମୁଖରେ ଯାଇ ଥରେ କୋଣାର୍କ, କଟକରୁ କୋଉଠି ଯାଇଛି କୋଣାର୍କ ହେଲା। କଟକରୁ ଦକ୍ଷିଣାଭିମୁଖରେ ଯାଇ ଥରେ କୋଣାର୍କର ଚାରୁଚୂଡା
କୋଣାର୍କର ଚାରୁଚୂଡା ମାନେ ମନ୍ଦିରର କଣ ପରିଭାଗ ହେଲା। ଚାରୁଚୂଡା ଚୁମ୍ବନ ନ କଲେ ତୋର ଉତ୍କଳ ଭ୍ରମଣ ସାର୍ଥକ ହେବ ନାହିଁ, ବା ସ୍ପର୍ଶ ନ କଲେ ତୋର ଉତ୍କଳ ଭ୍ରମଣ ସାର୍ଥକ ହେବ ନାହିଁ। କୋଣାର୍କ ପଥରେ ଯାଉ ଯାଉ ପଥ ମଧ୍ୟରେ ଅଗଣିତ କୀର୍ତ୍ତି ତୁ କୋଣାର୍କର ତୁ ଅଗଣିତ କୀର୍ତ୍ତି ଦେଖି ତୁ ଚକିତ ହେଇଯିବୁ ହେଲା। ଏତିକି କଥା। ତାପରେ ସେ ଯୋଉ ସମ୍ବଲପୁର ତାପରେ ଅନୁଗୁଳ ଦେଇ କଟକ, କଟକରୁ ଦକ୍ଷିଣାଭିମୁଖ ହୋଇ ଅର୍କ କ୍ଷେତ୍ର କଣ କୋଣାର୍କରେ ପହଞ୍ଚିବାକୁ ଲେଖକ ବାରିଦକୁ ପ୍ରେରଣା କରିଛନ୍ତି। କୋଣାର୍କକୁ ଗଲା ସମୟରେ ସେଠାରେ କଣ ଅଛି କୋଣାର୍କରେ, କୋଣାର୍କକୁ ଗଲା ସମୟରେ ସେଠାରେ ଯୋଉ ସେଠାକାର ଲିଙ୍ଗରାଜ ମନ୍ଦିର ସହିତ ଅନେକ ମନ୍ଦିର ଚୂଡା ସ୍ପର୍ଶ କରିବାକୁ ହେଲା। ମାନେ ଏଇ ଯୋଉ କୋଣାର୍କର ଚାରୁଚୂଡା ଚମ୍ବନ ନ କଲେ ତୋର ଉତ୍କଳ ଭ୍ରମଣ ସାର୍ଥକ ହେବ ନାହିଁ। କଟକରୁ ଦକ୍ଷିଣାଭିମୁଖୀ ହୋଇ ଅର୍କ କ୍ଷେତ୍ର କୋଣାର୍କରେ ପହଞ୍ଚିବାକୁ ଲେଖକ ବାରିଦକୁ ପ୍ରେରଣା ଦେଇଛନ୍ତି। କୋଣାର୍କକୁ ଗଲା ସମୟରେ ସେଠାକାର ଲିଙ୍ଗରାଜ ମନ୍ଦିର ସହିତ ଅନେକ ମନ୍ଦିର ଚୂଡା ସ୍ପର୍ଶ କରିବାକୁ ଲେଖକ ବାରିଦକୁ କହିଛନ୍ତି ହେଲା। ଏତିକି ଥାଉ ନା ଆଉ ହଁ ପଢେଇବା? ସାର୍। ହଁ ସାର୍।